ନାଇଁ ମୁଁ ବହୁତ ଖୁସି ଯେ ଏଠିକାର ସାଲେପୁର ଅଞ୍ଚଳର ଏଇ ଡିଭିଜନ ଅଣ୍ଡର ଥିବା ସମସ୍ତ ଉପଭୋକ୍ତା ମାନଙ୍କର ଆଜି ଗୋଟେ ମିଟିଂ ଏଠି ସଭା ହେଇଥିଲା। ସେ ସଭାରେ ଦୁଇଟା ଆଲୋଚନା, ଗୋଟେ ହେଉଛି ଆଞ୍ଚଳିକ ସ୍ତରରେ ଲୋକମାନଙ୍କର ଯାହା ସମସ୍ୟା ସବୁ ହେଇଛି ସେ ସମ୍ପର୍କରେ ଆଲୋଚନା ସେମାନେ ସବୁ ଆଗରୁ ଲିପିବଦ୍ଧ କରିଥିଲେ ଏବଂ ଆମର ମଧ୍ୟ ରାଜ୍ୟ ସ୍ତରରେ ଯେଉଁ ଆଲୋଚନା ହେଇଛି ସେ ଆଲୋଚନାର ବିଷୟବସ୍ତୁ ହେଉଛି ପ୍ରଥମତଃ 100 ଟଙ୍କାଏ 20 ପଇସା ୟୁନିଟ୍ ପିଛା ଖର୍ଚ୍ଚ କମ୍ ହଉ। ବର୍ତ୍ତମାନ ବିଦ୍ୟୁତ ଦର ଯେଉଁ ଦରରେ ଯାଇଛି ବହୁତ ଦର ନେଇଯାଉଛନ୍ତି, ସମସ୍ତେ ଲାଭ କରୁଛନ୍ତି, ତେଣୁ ତାକୁ ଟଙ୍କାଏ 20 ପଇସା କମ୍ କରାଯାଉ। ସ୍ମାର୍ଟ ମିଟର ବସେଇବାକୁ ଆମେ ଦେବୁ ନାହିଁ, ଏବେ ଲୋକଙ୍କର ମତ। ତେଣୁ ସ୍ମାର୍ଟ ଆମେ ବର୍ତ୍ତମାନ ଯେଉଁ ସ୍ପେଶିଆଲ ସିକ୍ୟୁରିଟି ଆଦାୟ କରାଯାଉଛି ତାକୁ ବନ୍ଦ ରଖାଯାଉ। ଏଇ କଥା ଗୁଡ଼ିକ ମୁଖ୍ୟତଃ ହେଇଛି। ଆଉ ଯାହା ସବୁ ଅଛି ସରକାରଙ୍କ ପାଖରେ 300 ୟୁନିଟ୍ ପର୍ଯ୍ୟନ୍ତ ଛାଡ଼ କରିବେ, କୋଲ୍ଡ ଷ୍ଟୋରେଜ ମାନଙ୍କୁ 50% ଛାଡ଼ କରିବେ, ସ୍ମଲ୍ ଅରୁ ଏ ଯେଉଁ ମାନେ ମିଡିଲ ଆଉ ଇଏ ୟୁନିଟ୍ ଗୁଡ଼ିକୁ 50%, ଇଣ୍ଡଷ୍ଟ୍ରି ମାନଙ୍କୁ 50% ବିଦ୍ୟୁତ ଛାଡ଼ କରିବେ। ଏଗୁଡ଼ିକ ହେଉଛି ସରକାରଙ୍କ ପାଖରେ। ତେଣୁ ସରକାରଙ୍କ ପାଖରେ ଦାବି ରଖାଯିବ। ଏଠି ତା ବିଷୟରେ ବହୁତ ଆଲୋଚନା ହେଇଛି, ଏଠିକାର କମିଟି ତାକୁ ସ୍ୱୀକୃତି ଦେଇଛନ୍ତି। କିନ୍ତୁ ଆଜି ଏବେକାର ଦାବି ହେଉଛି ଟାଟା ପାଖରେ, OERC ପାଖରେ ଦର କମେଇବ, ସ୍ମାର୍ଟ ମିଟର ବନ୍ଦ କରିବ, AG ଅଡିଟ୍ କରିବ, ଓଡ଼ିଆରେ ବିଲ୍ ଦେବ, ବୁଝିଲା ଭଳିଆ ବିଲ୍ ଦେବ। ଆପଣମାନେ କେହି ବୁଝିପାରୁଛନ୍ତି? ଆପଣମାନେ ସମସ୍ତେ ଅଛନ୍ତି, ଏତେ ମିଡ଼ିଆରେ ଅଛନ୍ତି। ସରକାର ଯଦି ଏଟା ସରକାର ନୁହେଁ, ଏଟା ହେଉଛି ଏଗୁଡ଼ାକ ଦାବି ଗୁଡ଼ାକ ଇଏ ଆମେ ଯେତେବେଳେ ଦେବୁ ସରକାରଙ୍କ ପାଖରେ ଆଉ ଅଲଗା ଦାବି 300 ୟୁନିଟ୍ ଏମିତି ସବୁ ସରକାର ନ ମାନନ୍ତୁ ବା ଟାଟା ନ ମାନୁ ବା ଯିଏ ଅଛନ୍ତି ଇଞ୍ଜିନିୟର ଏଠି ନ ମାନନ୍ତୁ, ସେତେବେଳେ ଲୋକେ ମାତିବେ, ଲୋକେ ତାତିବେ, ସେତେବେଳେ ଯିଏ ନ ମାନିବ ସେ ତାର ପ୍ରଭାବ ଭୋଗିବ। ଏଠି କିଛି କହିବାର ନାହିଁ। ତେଣୁ କାରଣ ଲୋକମାନଙ୍କ ଭିତରେ ସାଧାରଣ ଭାବରେ ଏ ସମ୍ପର୍କରେ ବଡ଼ ଉତ୍ତେଜନା ପ୍ରକାଶ ପାଇଲାଣି। ସମସ୍ତଙ୍କ ଭିତରେ ଏଥିପାଇଁ କି ଗୋଟେ ଆନ୍ଦୋଳନ ଭୂମିକା ନେଲେଣି। ଏଠି ମଧ୍ୟ ଆମେ ଖୁସି ହେଲୁ, ଆମର ଯେଉଁ ଦାବିପତ୍ର ଗଲା 22 ତାରିଖରେ ଦିଆଯାଇଥିଲା ତାର ଶୁଣାଣି ସେ କରିନଥିଲେ, ଦେଖିନଥିଲେ। ଇଞ୍ଜିନିୟର ଏଠିକାର ଯିଏ ଏକ୍ଜିକ୍ୟୁଟିଭ୍ ଅଛନ୍ତି ସେ ମଧ୍ୟ ଆମ ପାଖକୁ ଆସିକରି ଆଜି ଦିନର ସେ କଥାକୁ ନେଲେ, କାରଣ ନେଲେ ଏବଂ ବର୍ତ୍ତମାନର କଥାକୁ ନେଲେ। ସ୍ମାର୍ଟ ମିଟର ବନ୍ଦ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇକରି ଗଲେ। ସ୍ମାର୍ଟ ମିଟର ବନ୍ଦ କରିବା ପାଇଁ କି ଯିଏ ନ ବସେଇବ ତା ଘରେ ପଟା ହେବ ନାହିଁ, ସେ କଥା କହିକି ଯାଇଛନ୍ତି। କାରଣ ଆମେ ତା ପରିବର୍ତ୍ତେ ଯଦି ପଟା ହୁଏ ଲାଇନ୍, ଖରାପ ଅବସ୍ଥା ଉପୁଜିବ, ଲ ଆଣ୍ଡ ଅର୍ଡର ସିଚୁଏସନ୍ ଉଠିବ, ସେଥିପାଇଁ କି ସେ ଦାୟୀ ରହିବ ବୋଲିକି ଆମେ ତାଙ୍କୁ ସିଧାସଳଖ କହିଯାଇଛି। ତେଣୁ ସେ ସବୁ ଗୁଡ଼ିକ ଆଜି ହେଇଛି ଏବଂ ସେ ଆମର କର୍ମକର୍ତ୍ତାମାନଙ୍କୁ ଡାକିକିରି ଲୋକାଲି ଯେଉଁ ସମସ୍ୟା ସବୁ ରହିଛି ତାଗୁଡ଼ିକୁ ସମସ୍ୟା ସମାଧାନ କରିବ ବୋଲିକିରି ଏ ନିଷ୍ପତ୍ତି ମଧ୍ୟ ହେଇଛି। ମାସ୍ ମିଡିଆର ବନ୍ଧୁମାନଙ୍କୁ ବହୁତ ଧନ୍ୟବାଦ। ସଂଘର ଆମର ଯୋଉ ସାଲେପୁର ଡିଭିଜନରେ ଯୋଉ କଞ୍ଜୁମରଙ୍କର ସବୁ ଛୋଟ ଛୋଟ ସମସ୍ୟା ଅଛି, ସେ ମେମୋରାଣ୍ଡମ୍ ତାକୁ ସବୁ ନେଲା ପରେ ଆମର ଯୋଉ ସେକ୍ସନ ଅଫିସର, ସବ୍ ଡିଭିଜନ ଅଫିସର ଅଛି ତାଙ୍କ ସହିତ ଟିକେ ଆଲୋଚନା କରିବି। ଆଉ ସଂଘର କର୍ମକର୍ତ୍ତାଙ୍କୁ ସବୁ ଡକେଇଲା ପରେ ଆମେ ଗୋଟେ କ'ଣ ସେଟଲମେଣ୍ଟ କରିହବ, ତାଙ୍କର ଯୋଉ ଛୋଟ ଛୋଟ ଇସ୍ୟୁ ଅଛି, ପ୍ରାୟତଃ ତାଙ୍କର ବିଲ୍ ରିଭିଜନ ଇସ୍ୟୁ ଗୁଡ଼ିକ ଅଛି, ଆମେ ତାକୁ ବସିକି ଆପୋଷ ଭାବରେ ସମାଧାନ କରିବୁ। ଏଥିରେ ସ୍ମାର୍ଟ ମିଟର କଥାଟା କହୁଛନ୍ତି, ଦେଖନ୍ତୁ ଆପଣ ଜାଣିଥିବେ କି ନାହିଁ, ଏ ନିଷ୍ପତ୍ତି ଆମର ଟାଟାର ହେଡ୍ ଅଫିସରେ ହେଇଛି। ମୁଁ ଆପଣଙ୍କୁ ସ୍ପଷ୍ଟ କରିଦେବାକୁ ଚାହୁଁଛି, ଏଠି ଆମ ସ୍ତରରେ ନିଷ୍ପତ୍ତିଟା ଟିକେ ଆପାତତଃ ନେବା ଏତେ ସମ୍ଭବ ନୁହେଁ, ଆପଣଙ୍କୁ ମୁଁ ସ୍ପଷ୍ଟ କରିଦେଉଛି। ତେବେ ଆପଣଙ୍କ ମେମୋରାଣ୍ଡମଟା ମୁଁ ନିଶ୍ଚିତ ଭାବରେ ଆମର ଯୋଉ କର୍ପୋରେଟ ଅଫିସ କି ତାକୁ ଫରୱାର୍ଡ କରିବି, ଏଥିରେ କୌଣସି ଆପତ୍ତି ନାହିଁ। ତା ଛଡ଼ା ଆମର ଯୋଉ କଞ୍ଜୁମରଙ୍କର ଯାହା ଅଛି, ମୁଁ ସବୁବେଳେ ମୋର ଅଫିସ ଖୋଲା, ମୋ ନାଁ ନମ୍ବର ସବୁବେଳେ ଓପନ୍। ଯେତେବେଳେ ଆପଣ ଆସିବେ ମୋଷ୍ଟ ୱେଲକମ୍। ମୋ ନମ୍ବର ବି ମୁଁ ଓପନଲି ଦେଇଦେଉଛି 9437310825। କୌଣସି ଅସୁବିଧା ନାହିଁ। ମୁଁ ଜାଣିବା ଭିତରେ କୌଣସି କଞ୍ଜୁମରକୁ ମୁଁ କେବେ ଖରାପ ବ୍ୟବହାର କରିନି। ଆଡିସନାଲ ସିକ୍ୟୁରିଟି ଟିକେ ସ୍ପଷ୍ଟ କରିଦେଉଛି। ଆଡିସନାଲ ସିକ୍ୟୁରିଟି ପଇସା ଏଇଟା କ'ଣ କି ଆମର ଯେତେବେଳେ ଆଗରୁ ଗଭର୍ଣ୍ଣମେଣ୍ଟ ସେକ୍ଟରରେ ଥିଲା, ସେଟା ଗୋଟେ ପ୍ରୋଭିଜନ ଥିଲା ରିଭ୍ୟୁ କରିବା ଲାଗି। ରିଭ୍ୟୁ ମାନେ 1 ଇୟରରେ ଆପଣଙ୍କର ଆଭରେଜ କଞ୍ଜମ୍ପସନ ଦେଖାଯିବ। ଆପଣ ଯେତେବେଳେ ସିକ୍ୟୁରିଟି ଦେଇଥିଲେ ସେତେବେଳେ ହୁଏତ କମ୍ ଟଙ୍କା ଦେଇଥିବେ, 1 ଇୟରରେ ଆପଣଙ୍କର ଆଭରେଜ କଞ୍ଜମ୍ପସନ ଦେଖାଯିବ। ମନେକର ଆପଣ 2000 ଟଙ୍କା ହେଲା, କିନ୍ତୁ ଆପଣ ସେତେବେଳେ ଦେଇଥିଲେ 200 ଟଙ୍କା, ତେଣୁ 2000 ମାଇନସ୍ 200 ଏଇଟାକୁ ଆଡିସନାଲ ସିକ୍ୟୁରିଟି ବୋଲି କୁହାଯାଉଛି। ଯେହେତୁ ଏଟା ଆଗରୁ କଞ୍ଜୁମର ମାନଙ୍କ ପାସନ ହଉନଥିଲା, ମୁଁ ବି କଞ୍ଜୁମର ଟାଟା ପାୱାର, ଆପଣ ବି, ତେଣୁ ଲୋକମାନଙ୍କ ମଧ୍ୟରେ ଟିକେ ନିଶ୍ଚିତ ଭାବରେ ଟିକେ ରିଆକ୍ସନ ହଉଛି। ତେବେ ଯାହା ବି ହଉ, ଯୋଉ ସମସ୍ୟା ଗୁଡ଼ା ଆମେ ସଲ୍ଭ କରିଦେବୁ। ଆଉ ଆପଣଙ୍କର ଯଦି କିଛି ଡାଉଟ୍ ଅଛି, ମୋର ସବୁବେଳେ ଅଫିସରେ ମୁଁ ଅଛି, ଆପଣ ଆସିବେ, ମୋଷ୍ଟ ୱେଲକମ୍।
मैं नंदकिशोर भूया सालेपुर विद्युत डिविजन विद्युत उपभोक्ता संघर सभापति। डिसेम्बर 2025 डिसेम्बर 18 तारिख सालेपुर अंचल विद्युत डिविजन उपभोक्ता मानकर जो समस्या जो 8 दफा दाबी आम प्रदान करूँ से आम दाबीपत्र को ग्रहण करके ओआरसी पक्ष कौन उत्तर आज पर्यटन आमको न मिलू आम तार गोटे प्रतिवाद सभा कलु। आम विद्युत व्यवस्था विद्युत विभाग तरफ आमर कौन प्रतिकार कराए आम पुणी गोटे रिमाइंडर देलु एवं रिमाइंडर दबा सहित आम आज पूरा डिसीजन नेलु जे आम विद्युत उपभोक्ता माने चेष्टा करेंगे जे कौन उपभोक्ता घरे स्मार्ट मीटर बसी पार ना। आम उपभोक्ता मान सहित आलोचना कलु जो लोक मैंने एनफोर्स टीम नहीं जाए लोक घरे बसिक फाइन कर जदि सांगे एग्जीक्यूटिव मास्टर नथिबे ताले से लोक मानू सेठू उपभोक्ता मान सहयोग फेरे दि जो मैंने गोटे मास पूर्व जो लोक मानू नोटिस न देकी लाइन कटा होची सेठी आउ लाइन कटा जाए दि जाई पारिबो नै से प्रबल तीव्र प्रतिवाद कराहब। ये विभिन्न प्रकार कार्यक्रम जो थे साधारण लोक मान क्षति होची एवं उदासीन ओआरसी उदासीन रोचंती एवं एठी जो माने वितरक कंपनी कथारे वितरक कंपनी सहित कमिशन खाई जो माने बुलिकी स्मार्ट मीटर बसाउछंती लोकंक लाइन करछंती भूल बसत लक्ष लक्ष टंका जोरिमाना आदाय करछंती ताकू गाँ गहली में प्रति उपभोक्ता माने तीव्र भाव विरोध करेंगे ये कथा आज निष्पत्ति ग्रहण करा। हमर लाइन स्मार्ट मीटर बसई फाइन पकई फाइन तापरे आमे देइथिलु थरे तापरे एबे फेर आउ थरे फाइन पकई तापरे कहले कि मीटर खराब अछि किंतु मीटर हमर अपडेट चालू छी से कहले कि टैंपरिंग करा है से विषय त आमे किछि जानिनु तापरे फाइन पकईकि मीटर फिर लगेले ये मीटर कौन कहले स्मार्ट मीटर लगेले मासे हेले स्मार्ट मीटर लगी किंतु आम बिल सब अपडेट लाइन काट दे 3 दिन है अंधार एबे भी अच्छु 70 वर्षर बुढ़ा अच्छा फिर हार्ट पेसेंट तापर +2 झील पाठ पढ़ुची आ पुआ पढ़ुची 8th क्लास से ताले आमे रहिबु केमती लाइन न जले जली बंची पारिबु कि आमे चाहू लाइन टा स्मार्ट मीटर उठा जाऊ प्लस बिल टा को हमको मन लाइन टा हमको दिया जाऊ ठीक से स्मार्ट मीटर उठवा दरकार हाँ कहीं भी सुनु ना लाइन इलेक्ट्रिक वाला पाख आसाइलुनु तापर आमे कहिलु जे आमे तुमको इंस्टॉलमेंट रे दबु बिल सहित आमे तुमको 50% रे दबु इंस्टॉलमेंट रे दबु ना आमे समय देई परबु कि इंस्टॉलमेंट देई परबु ताले आमे दबु कोन करिवु केमिति लाइन तो जालिबु कोन तापरे नुआ नुआ खबर जानिबा पई आमो एलएन टीवी को लाइक शेयर और सब्सक्राइब